ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତି ଶକ୍ତି ଭବନରେ କୃଷକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜିକା ଶାନ୍ତି ଶକ୍ତି ଭବନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଏହି ଅବସରରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟ ଆବୁର ରାଜଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ କୃଷି ଓ ଗ୍ରାମ ବିକାଶ ବିଭାଗ ଦ୍ୱାରା ସର୍ବଭାରତୀୟ ସ୍ତରରେ କୃଷି କୃଷକ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଶାଶ୍ୱତ ଯୌଗିକ କୃଷି ପ୍ରଣାଳୀ ଅବଲମ୍ବନ କରି ଆଜି ଭାରତର ଲକ୍ଷ ଲକ୍ଷ କୃଷକ କିଭଳି ଲାଭାନ୍ୱିତ ହେଉଛନ୍ତି ଏବଂ ନିକଟ ଅତୀତରେ ଅଖିଳ ଭାରତୀୟ ଶାଶ୍ୱତ ଯୌଗିକ କୃଷି ଅଭିଯାନ କିଭଳି ସର୍ବଭାରତୀୟ ସ୍ତରରେ ତଥା ଆଞ୍ଚଳିକ ସ୍ତରରେ ଚାଷୀ ଭାଇମାନଙ୍କୁ ସ୍ୱାବଲମ୍ବୀ କରିବାରେ ସକ୍ଷମ ହୋଇଛି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆସ୍କା କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ ଦାସ ଜୈବିକ ତଥା ପାରମ୍ପରିକ କୃଷି ପଦ୍ଧତି ଉପରେ ଗୁରୁତ୍ୱ ଦିଆଗଲେ କୃଷକ ସ୍ୱାବଲମ୍ବୀ ହେବା ସହ ପରିବେଶ ସୁରକ୍ଷା ସମ୍ଭବ ହେବ ବୋଲି ସୂଚନା ଦେଇଥିଲେ। ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା କିଭଳି କୃଷକ ଭାଇମାନେ ପ୍ରାପ୍ତ କରିବେ ସେ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଆସିକା ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ ଏବଂ ସହକାରୀ କୃଷି ଅଧିକାରୀ ସୁବ୍ରତା ମିଶ୍ର ଓ ଆଲିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ନାହାକ କୃଷକ ଭାଇଙ୍କୁ ପାରମ୍ପରିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହେଉଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଶାନ୍ତିସ୍ରୋତ ଭବନର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ପରମାତ୍ମାଙ୍କ ସ୍ମୃତିରେ ସକାରାତ୍ମକ ସଂକଳ୍ପ ଶକ୍ତିକୁ ପ୍ରୟୋଗ କରି ଚାଷ ଜମିକୁ ଅମଳକ୍ଷମ କରିବା ପାଇଁ ରାଜଯୋଗର ଅଭ୍ୟାସ କରାଇଥିଲେ। କାର୍ଯ୍ୟକ୍ରମରେ ସଫଳ ଚାଷୀ ଭାଇ ଶ୍ୟାମସୁନ୍ଦର ଦୋରା, ରାମପ୍ରସାଦ ନାହାକ, ରାଘବ ସିଂହ, ଫକୀର ଜେନା, ମଦନ ଗୌଡ଼, ମଙ୍ଗୁଳ ସାହୁ, ଶତ୍ରୁଘ୍ନ ନାହାକ, ଶରତଚନ୍ଦ୍ର ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ଶାନ୍ତନୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମକୁମାର ବୁଲୁ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମରେ ପ୍ରତିନିଧି ତଥା ଆସ୍କା, ଧରାକୋଟ, ଶେରଗଡ଼ ଓ କବିସୂର୍ଯ୍ୟନଗର ବ୍ଲକର ଶତାଧିକ କୃଷକ ଭଉଣୀ ଭାଇ ଯୋଗ ଦେଇଥିଲେ। ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ଏଥିରେ ସହଯୋଗ କରିଥିଲେ। ଆସିକାରୁ ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।